ମଉସା ନେଇ ଆସିଲେ ତଳ ବାଡ଼ିରୁ ଫୁଲ। ମୁଁ ପଳେଇଗଲି ଛାତ ଉପରକୁ, ଯାହା ଯାହା ଫୁଲ ଫୁଟିଥିଲା ସବୁ ତୋଳିକିରି ଧରିକି ଆସିଗଲି। ମୁଁ ତଳକୁ ଆସିଲା ବେଳୁ ମଉସା ଗାଧପାଧ ହେଇ ରେଡ଼ି ହେଇଗଲେଣି ପୂଜା ଲୁଗା ପିନ୍ଧି ପୂଜା କରିବା ପାଇଁ। ଅଧା ଅଧି ପୂଜା ସରିଲାଣି। ଭାବିଲି କ'ଣ କରିବି, ପୂଜା ଲୁଗା ବଦଳୁ ବଦଳୁ ଖାଇବା ପାଇଁ ଦରକାର। ସେଥିପାଇଁ ତରତର ହେଇକି ଅଟା ଚକୁଳିକା କରିଦେଇ ଭାବିକି ଅଟା ଟିକେ ନେଇଗଲି, ପିଆଜ ଟିକେ କାଟି ପକେଇଦେଇ ଗୁଡ଼ ଟିକେ ପକେଇ ଦେଇକି ତିଆରି କରିଦେଲି ଅଟା ଚକୁଳି। ମଉସାଙ୍କୁ ଦେଇଦେଲି ଖାଇବା ପାଇଁ। ନାତୁଣୀ ଗାଧେଇକି ଆସିଲା, ତାକୁ ମଧ୍ୟ ଖୁଆଇଦେଲି, ମୁଁ ଖାଇଦେଲି। ଖାଇସାରିଲା ପରେ ଆଳୁ ହରିକା ସିଝା ବସେଇଥିଲି, ମଉସାଙ୍କୁ ଦେଇଦେଲି ଆଳୁର ଚୋପା ବାହାର କରିବା ପାଇଁ। ମସଲା ମସଲି ଟିକେ ଆଳୁ ସିଝାରେ ଗୁଳାଗୁଳି କରି ତାୱା ଭଜା କରିଦେଲି, ଡାଲି ଫୁଟେଇଦେଲି, ଆମ୍ବ କୋରା ଚଟଣି କରିଦେଲି। ତାପରେ ସମସ୍ତେ ଖାଇଦେଲୁ। ଟିକେ ରେଷ୍ଟ ନେଇକି ଉଠିଲା ପରେ ପଳେଇଗଲୁ ଦିଗପହଣ୍ଡି ପାର୍କ ବୁଲିବା ପାଇଁ। ନାତୁଣୀର ଏକା ଜିଦି ଆଜି ବୁଲିବ ବୋଲି ପାର୍କ। ନାତୁଣୀ ଟିକେ ଖେଳବୁଲା କଲା, ଆମେ ବି ଟିକେ ଏକ୍ସରସାଇଜ କଲୁ। ତାପରେ ଗୁପଚୁପ ଖୁଆଇଦେଲୁ ନାତୁଣୀକି, ମିଠା ଦୋକାନ ଯାଇକି ମିଠା ଧରିଲୁ, ତାପରେ ଆସିଗଲୁ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ବୋଲି।